ବହୁତ ଦିନ ତଳର କଥା। ଗୋଟିଏ ଦେଶରେ ଜଣେ ରାଜା ଥିଲେ। ସେ ଭାରି ଜ୍ଞାନୀ ଥିଲେ। କୌଣସି ସମସ୍ୟାର ସମାଧାନ ନ ପାଇବା ପର୍ଯ୍ୟନ୍ତ ସେ ଶାନ୍ତିରେ ରହିପାରୁନଥିଲେ। ଦିନେ ସେ ଭାବିଲେ ଏକ ସଫଳ ରାଜା ହେବା ପାଇଁ କ'ଣ କରିବା ଉଚିତ। ତାଙ୍କ ମନରେ 3 ପ୍ରଶ୍ନ ଆସିଲା। ପ୍ରଥମ ପ୍ରଶ୍ନ, କୌଣସି କାମ ଆରମ୍ଭ କରିବାର ଉଚିତ ସମୟ କ'ଣ? ଦ୍ୱିତୀୟ ପ୍ରଶ୍ନ, କାହା କଥା ଶୁଣିବା ଉଚିତ? ତୃତୀୟ ପ୍ରଶ୍ନ, ସବୁଠାରୁ ଆବଶ୍ୟକ କାମ କ'ଣ? ଏହି 3 ପ୍ରଶ୍ନର ଉତ୍ତର ଜାଣିବା ପାଇଁ ରାଜା ରାଜ୍ୟରେ ଘୋଷଣା କରିଲେ, ଯିଏ ଏହି 3 ପ୍ରଶ୍ନର ଉତ୍ତର ଦେବ ତାକୁ ଯଥେଷ୍ଟ ପୁରସ୍କାର ଦିଆଯିବ। ପ୍ରଥମ ପ୍ରଶ୍ନର ଉତ୍ତରରେ କିଛି ଲୋକ ରାଜାଙ୍କ ପାଖକୁ ଆସିଲେ ଓ କହିଲେ, କାମକୁ ଆରମ୍ଭ କରିବା ପୂର୍ବରୁ ନିଶ୍ଚୟ କରିବା ଦରକାର ଯେ କାମ କେତେ ଦିନରେ ପୂରା ହେବ ଓ ତା'ର ସମୟ ଏବଂ ପ୍ରଣାଳୀ। ସେହି ଅନୁସାରେ କାମ କରିବା ଉଚିତ। ଠିକ୍ ସମୟରେ କାମ କରିବାର ଠିକ୍ ପ୍ରଣାଳୀ। ଆଉ କିଛି ଲୋକ କହିଲେ, ରାଜା ଠିକ୍ ସମୟରେ କାମ କରିବା ପୂର୍ବରୁ କିଛି ଉପଦେଷ୍ଟାଙ୍କ ଉପଦେଶ ଶୁଣିବା ଉଚିତ। ସେଥିପାଇଁ ରାଜାଙ୍କ ପାଖରେ କିଛି ଉପଦେଷ୍ଟା ରହିବା ଉଚିତ। ସେମାନଙ୍କ ସାହାଯ୍ୟରେ ରାଜା ନିଶ୍ଚିତ କରିପାରିବେ କାମ ଆରମ୍ଭ କରିବାର ଠିକ୍ ସମୟ। ଆଉ କିଛି ଲୋକ କହିଲେ, କେବେ କେବେ ଉପଦେଷ୍ଟାଙ୍କୁ ଉପଦେଶ ଦେବାକୁ ସମୟ ଲାଗେ। ସେଥିପାଇଁ ରାଜାଙ୍କୁ କିଛି ଯାଦୁଗରର ସାହାଯ୍ୟ ନେବା ଦରକାର। ଏହି ଉତ୍ତରରେ ରାଜା ସନ୍ତୁଷ୍ଟ ହୋଇପାରିଲେନି। ସେହିପରି ଦ୍ୱିତୀୟ ପ୍ରଶ୍ନର ବି ଉତ୍ତରରେ କିଛି ଲୋକ କହିଲେ, ରାଜାଙ୍କୁ ଉପଦେଷ୍ଟା ଦରକାର। ଆଉ କିଛି କହିଲେ ବ୍ରାହ୍ମଣ ଦରକାର। ଆଉ କିଛି କହିଲେ ସୈନିକଙ୍କ ସାହାଯ୍ୟ ନେବା ଦରକାର। ତୃତୀୟ ପ୍ରଶ୍ନ ବି ସେହିପରି ଥିଲା। କିଛି ଲୋକ କହିଲେ ଜ୍ଞାନ ବିଜ୍ଞାନ ବିଶେଷ କାର୍ଯ୍ୟ। ରାଜା କୌଣସି ବି ଗୋଟିଏ ଉତ୍ତରରେ ସନ୍ତୁଷ୍ଟ ହେଲେନି। ସେ ଶୁଣିଥିଲେ ବହୁତ ବର୍ଷରୁ ଜଣେ ସନ୍ନ୍ୟାସୀ ପାଖ ଜଙ୍ଗଲରେ ତପସ୍ୟା କରୁଛନ୍ତି। ସେ କେବଳ ସାଧାରଣ ଲୋକଙ୍କୁ ଦେଖା କରନ୍ତି। ନିଜ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ରାଜା ତାଙ୍କ ସହ ଦେଖା କରିବାକୁ ଚାହିଁଲେ। ତା ପରଦିନ ରାଜା ରାଜପୋଷାକକୁ ତ୍ୟାଗ କରି ସାଧାରଣ ପୋଷାକ ପିନ୍ଧି କିଛି ଦେହରକ୍ଷୀଙ୍କୁ ସାଙ୍ଗରେ ନେଇ ଘୋଡ଼ାରେ ବସି ଜଙ୍ଗଲକୁ ଚାଲିଲେ। କିଛି ଦୂର ପରେ ସେ ସାଧୁଙ୍କ କୁଡ଼ିଆ ଦେଖିପାରିଲେ। ସେହିଠାରେ ରାଜା ଘୋଡ଼ାରୁ ଓହ୍ଲେଇ ଦେହରକ୍ଷୀଙ୍କୁ ସେହିଠାରେ ଅପେକ୍ଷା କରିବାକୁ କହିଲେ ଓ ପାଦରେ ଚାଲି ଚାଲି ଯାଇ ସାଧୁଙ୍କ ଆଶ୍ରମରେ ପହଞ୍ଚିଲେ। ସେହି ସମୟରେ ସାଧୁ ତାଙ୍କ ଆଶ୍ରମର ଆଗରେ ଥିବା ଜାଗାକୁ କୋଦାଳରେ ଖୋଳୁଥିଲେ। ଖୋଳିବା ସମୟରେ ଜୋର ଜୋର ସେ ନିଶ୍ୱାସ ନେଉଥିଲେ। ରାଜାଙ୍କୁ ଆସୁଥିବାର ଦେଖି ସାଧୁ ତାଙ୍କୁ ଅଭିନନ୍ଦନ କଲେ ଓ ତାଙ୍କ କାମରେ ଲାଗି ରହିଲେ। ରାଜା କହିଲେ, ମୁଁ ଆପଣଙ୍କ ପାଖକୁ କିଛି ପ୍ରଶ୍ନର ଉତ୍ତର ଜାଣିବା ଆଶାରେ ଆସିଛି। ରାଜା 3 ପ୍ରଶ୍ନ ସାଧୁଙ୍କୁ କହିଲେ। ସାଧୁ 3 ପ୍ରଶ୍ନ ଶୁଣିଲେ ଓ କିଛି ଉତ୍ତର ନ ଦେଇ ନିଜ କାମରେ ଲାଗି ରହିଲେ। ରାଜା ଦେଖିଲେ ଯେ ସାଧୁ ବହୁତ ବେଳରୁ ମାଟି ଖୋଳି ଖୋଳି ଥକିଗଲେଣି। ତେଣୁ ସେ କହିଲେ, ଆପଣ ବହୁତ ଥକିଗଲେଣି, କିଛି ସମୟ କୋଦାଳ ମୋତେ ଦିଅନ୍ତୁ। ସାଧୁ ଚୁପଚାପ କୋଦାଳ ରାଜାଙ୍କ ହାତକୁ ବଢ଼ାଇ ଦେଲେ ଓ ସେ ପାଖ ଗଛ ତଳେ ବସି ବିଶ୍ରାମ ନେଲେ। ରାଜା ସନ୍ନ୍ୟାସୀଙ୍କ ଠାରୁ କୋଦାଳ ନେଇ ମାଟି ହାଣିବା ଆରମ୍ଭ କରିଦେଲେ। ଗୋଟିଏ ଘଣ୍ଟା ବିତିଗଲା, ରାଜା ଖୋଳି ଚାଲିଥାନ୍ତି। ଦ୍ୱିତୀୟ ଘଣ୍ଟା ବି ବିତିଗଲା, ରାଜା ଖୋଳି ଚାଲିଥାନ୍ତି। ଆସ୍ତେ ଆସ୍ତେ ସନ୍ଧ୍ୟା ହେବାକୁ ଲାଗିଲା। ରାଜା କୋଦାଳକୁ ଗୋଟିଏ ପାଖରେ ରଖିଦେଇ ସାଧୁଙ୍କୁ ପୁଣି ପଚାରିଲେ, ମୁଁ ଆପଣଙ୍କ ପାଖକୁ ମୋର 3ଟି ପ୍ରଶ୍ନର ଉତ୍ତର ଜାଣିବା ଆଶାରେ ଆସିଛି। ଆପଣ ଯଦି ଗୋଟିଏ ପ୍ରଶ୍ନର ଉତ୍ତର ବି ଜାଣିନାହାନ୍ତି ତେବେ ମୋତେ କହିଦିଅନ୍ତୁ, ମୁଁ ଏଠାରୁ ଚାଲିଯିବି। ଏହା ଶୁଣି ସାଧୁ ଚୁପ୍ ରହିଲେ। ଠିକ୍ ସେହି ସମୟରେ କିଏ ଜଣେ ତାଙ୍କ ଆଡ଼କୁ ଦୌଡ଼ି କରି ଆସିବାର ଶୁଭିଲା। ସାଧୁ କହିଲେ, ଆସ ଦେଖିବା କିଏ ଆସିଲା। ରାଜା ପଛକୁ ବୁଲି ଦେଖିଲେ ଗୋଟିଏ ଲୋକ ସେମାନଙ୍କ ଆଡ଼କୁ ଦୌଡ଼ି ଦୌଡ଼ି ଆସୁଛି। 2 ହାତରେ ପେଟକୁ ଚାପି ଧରିଛି ଓ ପେଟରୁ ରକ୍ତ ବୋହି ଚାଲିଛି। ଲୋକଟି ରାଜାଙ୍କ ପାଖକୁ ଆସି କିଛି ଧୀରେ ଧୀରେ କହିଲା ଓ ଚେତାଶୂନ୍ୟ ହୋଇ ତଳେ ଖସି ପଡ଼ିଲା। ରାଜା ଓ ସାଧୁ ମିଶି ସେହି ବ୍ୟକ୍ତିଟିକୁ ଭୂମି ଉପରେ ଶୁଆଇ ଦେଲେ ଓ ତା'ର ପୋଷାକକୁ ଖୋଲି ଦେଖିଲେ ଯେ ତା'ର ପେଟରେ ବହୁତ ବଡ଼ କ୍ଷତ ହୋଇଛି। ରାଜା ତା'ର କ୍ଷତକୁ ଧୋଇ ଏକ କପଡ଼ାରେ ବାନ୍ଧିଦେଲେ, କିନ୍ତୁ ରକ୍ତ ବନ୍ଦ ହେଉନଥାଏ। ଏହିପରି 2-3 ଥର କଲା ପରେ ରକ୍ତ ବୋହିବା ବନ୍ଦ ହେଲା। ଏହାପରେ ରାଜା ସେହି ଲୋକର କ୍ଷତରେ ଅନ୍ୟ ଏକ କପଡ଼ା ବାନ୍ଧିଦେଲେ ଓ ସେହି ଲୋକଟିର ମୁହଁରେ କିଛି ପାଣି ଛିଞ୍ଚିଲେ। କିଛି ସମୟ ପରେ ଲୋକଟିର ଚେତା ଫେରି ଆସିଲା ଓ ସେ ରାଜାଙ୍କୁ ପାଣି ପିଇବାକୁ ମାଗିଲା। ରାଜା କିଛି ପାଣି ଆଣି ଲୋକଟିକୁ ପିଆଇଲେ। ସନ୍ଧ୍ୟା ସମୟ ଥିଲା, ଥଣ୍ଡା ଥଣ୍ଡା ପବନ ବହୁଥିଲା। ଲୋକଟି ବାହାରେ ଶୋଉଥିବାରୁ ଥଣ୍ଡାରେ ଥରିବାକୁ ଲାଗିଲା। ରାଜା ଓ ସାଧୁ ମିଶି ତାକୁ ଆଣି ଆଶ୍ରମ ଭିତରେ ଶୁଆଇ ଦେଲେ। ଲୋକଟି ନିଦରେ ଶୋଇଗଲା। ରାଜା ଦିନସାରା ଏହିସବୁ କାମ କରି ଥକି ଯାଇଥିଲେ।
ସେଥିପାଇଁ ଆଶ୍ରମର ବାରଣ୍ଡାରେ ବସୁ ବସୁ ତାଙ୍କ ଆଖି ଲାଗିଗଲା। ରାଜାଙ୍କ ଆଖି ଖୋଲିଲା ବେଳକୁ ସକାଳ ହୋଇଯାଇଥିଲା। ହଠାତ୍ ରାଜା ଜାଣିପାରିଲେନି ସେ କେଉଁଠାରେ ଅଛନ୍ତି ଓ ଆଗରେ ଏହି ବ୍ୟକ୍ତି ଜଣକ କିଏ ଏପରି ଶୋଇଛି। କିଛି ସମୟ ପରେ ରାଜା ଜାଣିଲେ ଯେ ସେ ଆଶ୍ରମରେ ଅଛନ୍ତି। ଏହି ସମୟରେ ସେହି କ୍ଷତ ବ୍ୟକ୍ତିଟି ଧୀର ସ୍ୱରରେ ରାଜାଙ୍କୁ କିଛି କହିବାକୁ ଲାଗିଲା। ମୋତେ କ୍ଷମା କରିଦିଅନ୍ତୁ। ରାଜା କହିଲେ, ମୁଁ ତୁମକୁ ଜାଣିନି। ତୁମେ ମୋତେ କାହିଁକି କ୍ଷମା ମାଗୁଛ? ଆପଣ ମୋତେ ଜାଣିନାହାନ୍ତି, କିନ୍ତୁ ମୁଁ ଆପଣଙ୍କୁ ଜାଣିଛି। ମୁଁ ଆପଣଙ୍କର ଶତ୍ରୁ। ଆପଣ ମୋ ଭାଇକୁ ଫାଶୀଦଣ୍ଡ ଦେଇଥିଲେ ଓ ତା'ର ସବୁ ସମ୍ପତ୍ତି ନେଇଯାଇଥିଲେ। ମୁଁ ସେହି ଦିନଠାରୁ ପ୍ରତିଶୋଧ ନେବା ପାଇଁ ପ୍ରତିଜ୍ଞା କରିଥିଲି। ମୋତେ ଯେବେ ଜଣାପଡ଼ିଲା ଆପଣ ସାଧୁଙ୍କ ପାଖକୁ ଏକା ଆସିଛନ୍ତି, ମୁଁ ଭାବିଲି ଆପଣ ଯେବେ ଏକା ଫେରିବେ ମୁଁ ଆପଣଙ୍କୁ ହତ୍ୟା କରିବି। କିନ୍ତୁ ଆପଣ ଆଉ ଫେରିଲେ ନାହିଁ। ମୁଁ ଆପଣଙ୍କୁ ଖୋଜି ଖୋଜି ଆଶ୍ରମ ଆଡ଼କୁ ଆସିବା ସମୟରେ ଆପଣଙ୍କ ଦେହ ରଖି ମୋତେ ଚିହ୍ନି ପାରିଲେ ଓ ମାରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ କଳେବଳେ କୌଶଳେ ମୁଁ ସେଠାରୁ ଖସି ଆସିଲି। ଆପଣ ଯଦି ମୋର ସେବା ଶୁଶ୍ରୂଷା କରିନଥାନ୍ତେ ତେବେ ମୁଁ ଆଉ ବଞ୍ଚିନଥାନ୍ତି। ଆପଣ ମୋର ଜୀବନ ବଞ୍ଚାଇଲେ। ଯଦି ମୁଁ ବଞ୍ଚିଯିବି ଓ ଆପଣ ଯଦି ଚାହିଁବେ ତେବେ ମୋ ଜୀବନ ସାରା ଆପଣଙ୍କ ସେବା କରିବି। ମୋତେ କ୍ଷମା କରନ୍ତୁ। ଏହିସବୁ ଶୁଣି ରାଜା ଖୁସି ହେଲେ। ଜଣେ ଶତ୍ରୁ ତାଙ୍କର ଏତେ ଶୀଘ୍ର ମିତ୍ର ହୋଇଯିବ ସେ କେବେ ଭାବିନଥିଲେ। ରାଜା ସେ ଲୋକଟିକୁ କହିଲେ, ତୁମେ ରାଜ୍ୟକୁ ଆସିଲା ପରେ ତୁମର ରହିବାର ସବୁ ସୁବିଧା ମୁଁ କରେଇବି। ଏହାପରେ ରାଜା ଯିବାକୁ ବାହାରିଲେ ଓ ଶେଷରେ ସାଧୁଙ୍କୁ ପଚାରିଲେ, ଶେଷ ଥର ମୋର ପ୍ରଶ୍ନର ଉତ୍ତର ପଚାରୁଛି। ସାଧୁ ସେ ସମୟରେ ତାଙ୍କର ଖୋଳା ହୋଇଥିବା ସ୍ଥାନରେ ମଞ୍ଜି ଲଗଉଥିଲେ। ସାଧୁ ତାଙ୍କ କାମ ବନ୍ଦ କରି ରାଜାଙ୍କୁ କହିଲେ, ହେ ରାଜନ୍, ତୁମକୁ ତୁମର ପ୍ରଶ୍ନର ଉତ୍ତର ମିଳିସାରିଛି। ରାଜା ଆଶ୍ଚର୍ଯ୍ୟ ହୋଇ କହିଲେ, ମୁଁ କିଛି ବୁଝିପାରିଲିନି। ସେଠାରୁ ସାଧୁ କହିଲେ, ତୁମେ ବୁଝିପାରିଲନି? ତେବେ ଶୁଣ, ଯଦି କାଲି ତୁମ ମନରେ ମୋ ପ୍ରତି ଦୟା ଆସିନଥାନ୍ତା ତେବେ ତୁମେ ମାଟି ଖୋଳି ଏ କିଆରୀ ପ୍ରସ୍ତୁତ କରିନଥାନ୍ତ ଓ ରାସ୍ତାରେ ଏ ଲୋକ ତୁମକୁ ଆକ୍ରମଣ କରିଥାନ୍ତା। ମୋ ପାଖରେ ନ ରହିବାର ଅନୁତାପ କରିଥାନ୍ତ। ଯେବେ ତୁମେ ମାଟି ଖୋଳି କିଆରୀ ପ୍ରସ୍ତୁତ କରୁଥିଲ ତାହା ହେଲା ଠିକ୍ ସମୟ। ଆଉ ମହତ୍ତ୍ୱପୂର୍ଣ୍ଣ ମନୁଷ୍ୟ ଥିଲି ମୁଁ। ଆଉ ମୋର କାମ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ ଥିଲା। ଯେତେବେଳେ ସେ ଲୋକ ଦୌଡ଼ି କରି ଆମ ପାଖକୁ ଆସିଲା ଆଉ ତୁମେ ତା'ର ସେବା ଶୁଶ୍ରୂଷା କଲ, ସେହି ସମୟ ସବୁଠାରୁ ଠିକ୍ ସମୟ ଥିଲା। ତୁମେ ଯଦି ତା'ର ସେବା ଶୁଶ୍ରୂଷା କରିନଥାନ୍ତ ତେବେ ସେ ମରିଯାଇଥାନ୍ତା। ସେହି ସମୟରେ ସେ ଲୋକ ଥିଲା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଲୋକ। ଆଉ ସେହି କାମ ଥିଲା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ। ମନେ ରଖ, ସବୁଠାରୁ ଉଚିତ ସମୟ ସେହି ସମୟ ଅଟେ ଯେତେବେଳେ ଆମ ପାଖରେ କିଛି ଶକ୍ତି ଥାଏ। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଲୋକ ସିଏ ଯିଏ ସେହି ସମୟରେ ଆମ ସହିତ ଥାଏ। କିଏ ଜାଣେ କେତେବେଳେ କ'ଣ ହେବ। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ, ଯଦି କିଏ ଆମ ଆଗରେ ବିପଦ